যাও মালিক আজ মো কামরে খুশি হই 10 গড়া বোনস 5000 টঙ্কা ଦେଇଛନ୍ତି যাଉଛି মো রানী রোহন জীবন পাই কিছু নয়া ড্রেস কিনি নেবি আর সেমানে নয়া ড্রেস দেখিলে ভারি খুশি হইଯିବେ ভারি খুশি বাবু আরে বাবু আরে বাবু মনে পেরাই দিও মো টঙ্কা মতে পেরাই দিও মুই কোন করিবি সে লোকটা তো মো সামু টঙ্কা ছড়াই নেই গলা সতরে সতরে কোন মো ভাই বউনু কি নয়া ড্রেস হলে পিঁধাই পারিবি হে ঠাকুরে আরে মো কথা মা তেবে যা মালিকঠু আউ 5000 টঙ্কা বোনস আনিবু সে টঙ্কারে তো ভাই ভৌণী কো পাই নুয়া ড্রেস কিনি দবা নুয়া ড্রেস কিনি দব এটা কোন সম্ভব আরে যদি সম্ভব নহ নিজে চিন্তা কর কোন করিবু কেমিতি বুঝাইবু তো ভাই ভৌণী মানুষ নিজে চিন্তা কর নাই পাগল বাবা সেମାନଙ୍କୁ ଅବଶ୍ୟ ମୁଁ ବୁଝେଇ ପାରିବିନି ସେମାନେ ଅବଶ୍ୟ ମୋ ସାମ୍ନାରେ କିଛି କହିବେନି ହେଲେ ମନେ ମନେ ଅଶାନ୍ତି ହେଲେ ତାଙ୍କ ଦୁଃଖକୁ ମୁଁ ସହିପାରିବିନି ପାଗଳ ବାବା ସହିପାରିବିନି ମୋ କଥା ମାନ ତୋ ଘର ଏପରି ବଡ଼ ନାନ ଠାରୁ ଅନେକ ଦୂର আরে তোতে কেহি জানি পারিবেনি কেহি বি চিহ্নি পারিবেনি আরে এঠি হাত গোড় থাই শারীরিক সুস্থ হই লোক মানে পেট পাই ভিক্ষা বৃত্তি করন্তি আর শুন তু যদি মো কথা মানিবু 2-4 ঘন্টা ভিতরে 5000 টঙ্কা পাখাপাখি রোজগার করে পারিব 5000 টঙ্কা নাই পাগল বাবা এ বিষয়ে কিଏ কাহিবি তো বিকো দেব বরং ଲୋକମାନେ ମତେ ତାତ୍ସଲ୍ୟ କରିବେ ତାତ୍ସଲ୍ୟ ଅଛି ଓ ପାଖରେ ଏକ ଛିଣ୍ଡା ପୋଷାକ ଅଛି ମୁଁ ତତେ ଭିକାରୀ ବେଶରେ ସଜାଇ ଦେବି ଆଉ ଏମିତି ଭିକାରୀ ବେଶରେ ସଜାଇବି ଯେ ଅନ୍ୟତା କିଏ ଚିହ୍ନିବା କଥା ତୁ ତ ନିଜକୁ ମଧ୍ୟ ଚିହ୍ନି ପାରିବୁନି नहीं नगर बाबा मो विवेक मते मना करूची परिबिने मु भूमिका मागी परिबिने ठीक अछि तू बहुत चिंता को हिसाब रे कहि देली अब
ତୁ ଯଦି ମୋ କଥା ମାନିବୁନି ମୋର କିଛି କହିବାର ନାହିଁ। ହେଲେ ଘରକୁ ଗଲେ ତୋ ଭାଇ ଭଉଣୀର ପ୍ରଶ୍ନର ଜବାବ ଦେଇପାରିବୁ ତ? ଚିନ୍ତା କର, ଭଲ ଭାବରେ ଚିନ୍ତା କର। ଆରେ ଭିକ ମାଗିବୁ ନା ତୋ ଭାଇ ଭଉଣୀଙ୍କ ମନରେ ଦୁଃଖ ଦେବୁ? ଭିକ ମାଗିବୁ ନା ତୋ ଭାଇ ଭଉଣୀଙ୍କ ମନରେ ଦୁଃଖ ଦେବୁ? ଭିକ ମାଗିବୁ ନା ତୋ ଭାଇ ଭଉଣୀଙ୍କ ମନରେ ଦୁଃଖ ଦେବୁ? আমি ভিক মাগিবি ভিক। ମୋ ଭାଇ ଭଉଣୀଙ୍କ ଖୁସି ପାଇ ମୁଁ ଆଜି ଏ ଦୁନିଆ ଦାଣ୍ଡରେ ଚିତ୍କାର କରିବି ଭିକ ମାଗିବି ଭିକ। ସେ ଗଛ ମୂଳକୁ ଆ, ସେଇଠି ତୋତେ ମୁଁ ଭିକାରୀ ବେଶରେ ସଜାଇ ଦେବି। ଆରେ ଆ ସେଇଠିକି ଆ। मुझे ভিক দিও। ପାଗଳାଟା ଭିକ ବି ଠିକରେ ମାଗି ପାରୁନି, ତୋ ଜୀବନରେ ତୁ କଣ କରିବୁ? ଆରେ କହ, ମୋ ସ୍ୱରରେ ସ୍ୱର ମିଶେଇ କହ, ବାବା ମୁଠେ ଭିକ ଦିଅ, ବାବା ମୁଠେ ଭିକ ଦିଅ। बाबा मुझे ভিক दिया।
କଣ ପାଇଁ ତମେ ଆମମାନଙ୍କୁ ମିଛ କହିଲ? କାହିଁକି ଆମ ବିଶ୍ୱାସ ବିଷୟ ମିଛ କଲ? ଓ ଭାଇ ପରା ଆରେ ଟିକେ ଚୁପ୍ ହେଇଯା। ଆରେ ମୋ କଥା ତୋର ଶୁଣ। କାହିଁକି ଚୁପ୍ ହେବି? କି ସତ ତମେ କହିବ? ରୋହନ ଆଉ ମୋ ନାଁଟା ତମ ପାଖରେ ଧରିବା ଆବଶ୍ୟକ ନାହିଁ। ମୁଁ ଗୋଟେ ଭିକାରୀର ଭାଇ ଏ କଥା ଭାବିଲା ବେଳକୁ ମୋ ମୁଣ୍ଡ କଣ ହେଇଯାଉଛି। ଏ ରୋହନ ଆରେ ମୁଁ ଭିକାରୀ ନୁହେଁ ରେ। କୋଉ ପରିସ୍ଥିତିରେ ପଡି କାହିଁକି ମୁଁ ଭିକ ମାଗୁଛି ସେ କଥା ତୋରେ ବୁଝିବାକୁ ଚେଷ୍ଟା କର। କିଛି ବୁଝିବା ଦରକାର ନାହିଁ। ଦେଖି ସାରିବା ପରେ ମୁଁ ସବୁ ବୁଝି ସାରିଲି। ଆରେ ରୋହନ ମୁଁ ଭିକାରୀ ନୁହେଁ ରେ। ଭିକ ମାଗିବା ମୋର ପେଶା ନୁହଁ। ଆରେ ସତ କଥାଟା ଟିକେ ଜାଣିବାକୁ ଚେଷ୍ଟା କର। କି ସତ ତମେ କହିବ? କେତେ ଆଉ ମିଛ କହିବ? କେତେ ଖୁସିରେ ମୁଁ ଘରକୁ ଫେରୁଛି ହେଲେ ତମକୁ ଏବେ ସହ ଦେଖି ମୋ ପାଦ ଦୁଇଟା ଅଟକିଗଲା। ଛି 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 ତମେ ଏଡା ମିଲାଛ। ମୋ କଥା ଧରି ଶୁଣ। अरे हे तू कांदोचो तू काहे कांदोचो? अरे तो कांद ठीक किए सुनिब। जा 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 घर को जा। बाबा अरे चाली गला तो जाओ। সেইটা গোটে স্বার্থবাদী মଣିষ ନିଜର ସ୍ୱାର୍ଥ ପାଇଁ କାହା ଗୋଡ଼ ଧରି ପାରେ ତ କାହା ପେଟରେ ଭୁଜାଲି ବୁଡ଼େଇ ପାରେ। ତୋତେ ଯେ ଚିହ୍ନି ପାରିଲାନି ତା ପାଇଁ ତୁ କାହିଁ ଚିନ୍ତା କରୁଛୁ? କାହିଁକି? ପାଗଳ ବାବା ସେମିତି ଘୃଣାରେ ନାକ ଟେକିଏ ଘର ଛାଡ଼ି ଚାଲିଗଲା। ସେ ଆଉ କେବେ ବି ଫେରିବନି ପାଗଳ ବାବା। ସେ ଆଉ କେବେ ବି ଫେରିବ। ମୋ କଥା ଶୁଣ। ତାର ଥିଲା ସେଇଟା ଗୋଟେ ବାହାନା। ଆରେ ବାହାନା ଖୋଜୁଥିଲା ବାହାନା ପାଇଗଲା। ଆରେ ଏଠି କୋଉ ଭାଇ କିଏ ତାହାର? ଏ ମାଟି ଖରାପ, ଏ ଦୁନିଆ ଖରାପ, ଏ ସମାଜ ଖରାପ। କାହାକୁ ବିଶ୍ୱାସ କରେନି। କେହି ଭିତରେ କେହି ନିଜର ନୁହଁ। ହାତୀକି ଦମ୍ଭ କର, କେବଳ ସମୟକୁ ଅପେକ୍ଷା କର। କୋଉ ପାଣି କୁଆଡ଼େ ଯାଉଛି? ଯା 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 ଘରକୁ ଯିବା ଯା। ରାତି ଅନେକ ହେଲାଣି। ପିଲାଟି କାଳେ ପର୍ଯ୍ୟନ୍ତ ଘରକୁ ଫେରିଲେ ନାହିଁ। କୁହା ବର୍ଷ ବିଜୁଳି ଘଡ଼ଘଡ଼ିରେ ଫାଟି ପଡୁଛି।
ଲାଇନଟା ବି କଟି ଯାଇଛି ଚାରିଆଡେ ଅନ୍ଧାର ସେ ସୁମନଟାକୁ ଯେତେ ମନା କଲେ ମଧ୍ୟ ତାଙ୍କେ ମଦ ପିଇ ରାତି ଅଧକୁ ଘରକୁ ଫେରୁ ଅପରତାର ଏ ପର୍ଯ୍ୟନ୍ତ ଡେରି ହେବା କଥା ନୁହଁ ସେ ଫେରିଲା ନାହିଁ କାହିଁକି अरे के सठी साला घुसुरिया सदीरे सवा किया मुंडा को विषा चढ़िले नाचे खाली ताथैया बंधु पाखक बंधु आसी बंधु के चर्चा न करी कहूचु कौन ना तू एठिकी कहीं आसी अरे ओ आनंद बाबू चा सर्वत नईरा नहीं पानी गिलास दे पीवा तो दे परिबू आवश्यक है मोर बंधु तुंदा आगे कोडा आसी दूसरे तरह कहिले हिसाब परिवा को बहुत पुराना हिसाब बाकी अछि मुई अभी तार हिसाब तालिका तुके देवी यो आनंद महापत सारा सदीनर कथा इडे जल्दी भूली गलु ओ कथा ओ से मो साथी प्रमाण पैसा वर्ष जेल काटिथिलु सेही कथा तो एबे भी कहूची चुपचाप को घर चली जा नका पूरी पुलिस डाके तो लोक पर भर्ती कर देबी ए बाहर वाला ये सारा बुढ़ारा टेम्पो भांगेनी रे मते कहूची लोक पे भर्ती करी दो साला गोटे थोड़ा भरी दिलो जेल रु फेरी भाई के नाटक तोर बलात्कार करी दे भाई के नाटक तोर लोक लाज सही न पारी वो बुढ़े ही मरी गला साला ससुर के नाती ओली सही भूल कले तोर दोई पुतां को ए हुजाली रे काटी देबी এই হলা तू पिया मानकर किछु क्षति करि परिबुनी से देई दल मोदी काछि नदी काजोती से मानकर किछि आइ गले मो बंच परिबुनी रे मो बंच परिबुनी जानी दिल्ली रे आनंद बाबू विसराडी हेल्थ पूर्ण डायलॉग मारिबू बोली मुई जानि थिले सो मोर से रघुनाथपुर बस्तीटा दरकार दूसरे बस्ती वालों को नेता देखौछु ओहो रे नहीं तो से बस्ती के जली पड़ी पांच परिवार पूरा टोटाल परिवार को माटी रे मिसाई देबी तू से बस्ती भाई के परिबुनी से सहसा गरीब लोक निज परिवार ले बात करूछन सेमानकर बस्ती भाई देले ସେମାନେ ଯିବା କୁଆଡେ से बस्ती दोस्त ये कुआड़े जीवा मते की लगा ओरी आनंद बाबू नहीं तो ନା ମୋ ନିଜ ଖୁସି ପାଇଁ ମୁଁ ସେମାନଙ୍କୁ ବେସାହାରା କରିପାରିବିନି ସେମାନଙ୍କ ବିଶ୍ୱାସରେ ମୁଁ ମିଶାମିଶାଇ ପାରିବିନି विचार तो हातरे विचार करिबो
তোদের সে বস্তি বাসিন্দা দরকার না তো দুই পুতান্ন ওটা মুন্ড ওই সালা ঘনা ঘুষুরিয়া যদি রে সলাখিয়া মুন্ডକୁ ବିଷ ଚଢିଲେ ନାଚେ ଖାଲି ତାଥେଇଆ କଣ କରିବି ଏଣୁ ମାରିଲେ ବ୍ରହ୍ମ ହତ୍ୟା ତେଣୁ ମାରିଲେ ଗୋ ହତ୍ୟା ଗାଈକୁ ମାରିଲେ ବୋଲି ଗାଈକୁ ପାଳିଲେ ବୋଲି ଏ ପାଖେ ବସ୍ତି ବାସିନ୍ଦାଙ୍କ ଜୀବନ ସେ ପାଖେ ମୋ ଦୁଇ ପୁଅ ହେ ଜଗନ୍ନାଥ ମୁଁ ତ କିଛି ବୁଦ୍ଧି ଦେଖୁନି କଣ କରିବି କଣ ଲାଗିବ କିଛି ଭାବି ପାରୁନି ନିଦ ଲାଗୁନି ବୋଧେ ଏଥର ଦି ବ୍ୟାଗ ମାରିଦିଅ ଶାନ୍ତିରେ ଶୋଇଯିବ ଆସ ବାପା ମିଶି ଟିକେ ଚାଷ କରିବା ଓ ଭାଇ କୁଳାଙ୍ଗାର ଯାଇ ପୌରୁଷ ଜନ୍ମ ହୋଇଥିଲେ ମୁଁ ତା ତଣ୍ଟି ଯଦି ମାରି ନେଇଥାନ୍ତେ ଏବେ ଆଉ ମାରିପାରିବନି ମତେ ମାରିଲେ ଦାଦା ଦାଦା ମିଶାଇ ଦେବି ସବୁ ଦିନ ପାଇଁ ଯିବ ସେଇଆ କର ତୋ ପରି ପୁଅ ପାଖରେ ବଞ୍ଚି ରହିବା ଅପେକ୍ଷା ମରିଯିବା ଶହେ ଗୁଣରେ ମୁଁ ବି ସେଇଆ ଚାହେଁ ମୁଁ ସୁଧା ତମେ ଶୀଘ୍ର ମରିଯାଅ ତମେ ମରିଗଲେ ଏ ସବୁ ସମ୍ପତ୍ତିର ମାଲିକ ହେବି ମୁଁ ଦିଲ୍ଲୀ ବାପାଟା ପରା ମୁଁ ସୁନା ବାପାଟା ପରା ତମେ ଶୀଘ୍ର ମରିଯାଅ ତୋ ଭଳି ପୁଅର ମୁହଁ ଦେଖିବାକୁ ଚାହୁଁନି ତୋତେ ପୁଅ ବୋଲି କହିବାକୁ ମତେ ଲାଜ ଲାଗୁଛି ଲାଜ ତମକୁ ବାବା ବୋଲି କହିବାକୁ ମତେ ଭଲ ଲାଗୁଛି ଯେ ଆରେ ସେ ସମ୍ପତ୍ତି ଗୁଡ଼ିକ ମୋ ନାଁରେ ଉଠି କରିଦିଅ ତାପରେ ତମେ କିଏ ମୁଁ କିଏ ନା ସେ ସମ୍ପତ୍ତିରେ ତୋର ଯେତିକି ଅଧିକାର ଅଛି ମୋ ସପନରେ ବି ସେତିକି ଅଧିକାର ଅଛି ଆବଶ୍ୟକ ପଡ଼ିଲେ ମୁଁ ତତେ ଖାଲି କୌଣେ ବି ଦେଇପାରିବିନି ତାମାନେ ତମେ କଣ ମତେ ତେଜ ପୁତ୍ର କରୁ ଆଉ ମୁଁ ତତେ ତେଜ ପୁତ୍ର କରିବି ଶଳା ବୁଢା ତେଜ ପୁତ୍ର କରିବୁ ମୁଁ ତତେ ଅଛି আরে দেবতা সমান বাপা উপরକୁ ହାତ ଉଠାଉଛୁ ଅଇ ନରକରେ ପଡ଼ିବୁ ରେ ଅଇ ନରକରେ ଘାଣ୍ଟି ହବୁ ଘାଣ୍ଟି କର୍ମ କେବେ ସହିବନି ମୋ କଥା ମୁଁ ବୁଝେ ତୋ କଥା ତୁ ବୁଝ ଏ ଘରେ ତୋର କଜଳ ମଧ୍ୟ ମଦ ଲୋକ ଦେଖେଇବା କିଛି ଆବଶ୍ୟକ ନାହିଁ ଏ ଘର କୌଣସି କଥାରେ ମୁଣ୍ଡ ଖେଳେଇଲେ ତୋ ମୁହଁକୁ ଖୋବିବି ଏ ଘର ତୁ ଯେମିତି ଗୋଟେ ପୁଅ ମୁଁ ମଧ୍ୟ ସେମିତି ଗୋଟେ ପୁଅ ବାପାଙ୍କ ପ୍ରତି ତୋର ଯେତିକି ଅଧିକାର ଅଛି ମୋର ମଧ୍ୟ ସେତିକି ଅଧିକାର ଅଛି ପୁରା ପ୍ରତି ଅଧିକାର ଦେଖାଉଥା ମୋର ମନା ନାହିଁ ହେଲେ ତୁ ଏଇଟା ଭୁଲି ଯା ନା ତୁ କାଉ ବସରେ କୋଇଲି ତୁ ତା ଉଡ଼ା ଚଢ଼େଇ ଉଡ଼ି ଆସି ଅଛି ଏ ଡାଳରେ ବସ ବାନ୍ଧି ତ ଆଉ କୋ ଡାଳରେ ବସ ବାନ୍ଧିବୁ ହେଲେ ଏଇଟା ଭୁଲି ଯା ନା ସମ୍ପତ୍ତିକୁ ରାଖି ପକାଇବୁ ମୁଁ ତତେ ଦୀପରେ ମାରିଦେବି ଏ ସୁମ ଆରେ ସମ୍ପତ୍ତି ପ୍ରତି ଆଗରୁ କେବେ ଲୋଭ ଥିଲା ନା ଏବେ ଅଛି କେବଳ ଏଇ ବୁଢ଼ା ବାପଟା ପାଇଁ ଏ ଘରେ ପଡ଼ି ରହିଛି ଠିକ ଅଛି ଏ ବୁଢ଼ା ମାରିଗଲେ ତୋର ଗାଡ଼ି ଚାଲିଯିବ ତ ମୁଁ ଏବେ ବୁଢ଼ାକୁ ମାରି ଦଉଛି ଏ ସୁମ
ମୁଁ ବୁଢ଼ାଙ୍କ ବୁଢ଼ା ହାତ ଉଠେଇବି। ରହରେ ବୁଢ଼ା ସେ ଶଳାଟା ମତେ ମାରୁଛି ଏ ସୁକୁଟା ଦେଖୁଛୁ ମୋ ନିଶାଟା ଛାଡ଼ିଗଲା ବଳ ବି କମିଗଲା ମୁଁ ଯାଉଛି ଗଡ଼ି ପରା ଟାଙ୍କିଟା ଲୋଡ୍ କରି ଆସେ ତାପରେ ଏଠି ଦେଖା ଦେଖି ହବା ମନେ ଏখানে ଶାନ୍ତି ମିଳିବ এটা ମଣିଷ ନୁହେଁ এটা ଗୋଟେ ସନ୍ତାନ ସି ବାପା ସେମିତି କ'ଣ କୁହନ୍ତି ସିଏ ସିନା ଝିଅକୁ ଚାହୁଁଛି ହେଲେ ସମୟ ଆସିବ ସେ ନିଶ୍ଚୟ ସୁଧୁରି ଯିବ। କୁକୁର ଡାଙ୍ଗୁର 12 ବର୍ଷ ନଳୀରେ ରଖିଲେ ସେ ସିଧା ହେଲାଣି ନା ହବ এটা ଗୋଟେ ଅପଦାର୍ଥ এটা ମଣିଷ ନୁହେଁ ଗୋଟେ ଅମଣିଷ ସୁଧୁରି ଯିବ ବାବା ଖାଲି ସମୟକୁ ଅପେକ୍ଷା କର ଚାଲିଲ ଚାଲ ଖାଇବ ଚାଲ। মতে পরে হারিব
ରକ୍ତକୁ ଦେ ଭଲ ଘୁଷିଆ ପାଖରେ ଯୋଉ ଝିଅ ମାନଙ୍କୁ ଭେଟି ଦଉଛୁ ତାଙ୍କ ଇଜ୍ଜତ ଚାଲିଗଲା ତାଙ୍କୁ ମାରି ଦଉଛୁ ଦେ ଆଖି ପୁରେଇ ତୋ ରକ୍ତକୁ ଦେ ରକ୍ତ ଦେଖିଛି ମୁଁ ତେ ରକ୍ତ ଆରେ ରାନୀ ତୁ ୟାରୁ ସିଆଡୁ କହି ମୋ ମୁଣ୍ଡଟାକୁ ଜମାପିତ ଚଳନା କହୁଛି ଜମାପିତ ଚଳନା ଆବେ ତୁ କଣ କହୁଛୁ ତୁ ଭଲ ମଣିଷ ହେଇଯାଉଛୁ ବରଂ କହ ତୁ ଗୋଟେ ପାଗଳ ତୁ ଗୋଟେ ପାଗଳ ହଁ ତୁ ଗୋଟେ ପାଗଳ ଆରେ ରାନୀ ଆରେ ତୁ ମତେ ମାରିଲୁ ହଁ ମୁଁ ତତେ ମାରିନି ଆବେ ଏ କହିଛ ଯେତେବେଳେ ପୋଲିସ ଗୁଳି ଖାଇ ଏଇ ଘରେ ପଡ଼ିଛନ୍ତି ପ୍ରତିଦିନ ଅନିଦ୍ରା ହେଇ ମୁଁ ତୋ ସେବା କରୁଥିଲି କୁଆଡ଼େ ଯାଇଥିଲା ତୋ ସେ ବିରାଟ ତୋ ରକ୍ତ ସଲବନୁ ଖାରୁ ଏଇ ହାତରୁ ମୁଁ ପୂଜା ରକ୍ତ ସଫା କରିଥିଲି କୁଆଡ଼େ ଯାଇଥିଲା ତୋ ସେ ବୁଝୁନି ଏଇ ଜଳ ମାଉଳାରେ ଯେତେବେଳେ ମଉଳ କହି ବୋଉ କୋଳରେ ବସି ଆସିଲୁ କୁଆଡ଼େ ଯାଇଥିଲା ତୋ ସେ ଚୈତନ୍ୟ ସେତେବେଳେ ମୁଁ ଯେ ତୋ ଭଉଣୀ ଦେଖିଲି ସେତେବେଳେ ମୁଁ ଯେ ତୋ ମା ପରି ଦେଖିଲି ତାହେଲେ ଆଜି ଏ ଭୁଜାଲି ଉଠେଇବାରେ ମାନେ କଣ ମା ଭଉଣୀ ଆରେ ତୋ ମା ଛୁଆକୁ ଜନ୍ମ କରି ଡଷ୍ଟବିନରେ ଫୋପାଡ଼ି ଦେଇ ଚାଲିଯାଏ ରାସ୍ତା କଡ଼କୁ ଯୋଉ ଛୁଆଟା ନିଜର କୋଳ ଭାବି ନିଏ ମା କ୍ଷୀର ବଦଳରେ ମଦକୁ ପିଇଦିନ ମନକୁ ବୁଝାଇ ଦିଏ ଏ ରାନୀ ଆରେ ତୁ କହ କେମିତି ବୁଝିବି ମୁଁ ଏ ଦୁନିଆରେ ମା ଭଉଣୀର ମୂଲ୍ୟ କଣ କହ ମତେ ଶିବା ଏ ରାନୀ ଆରେ ଛୋଟବେଳେ ଶୋଷ ମେଣ୍ଟେଇବାକୁ ଯାଇ ମୁଁ ଏ ନର୍ଦ୍ଦମାର ଜଳକୁ ଚଳାଚଳ କରିବି ଦେବୀ ପୂର୍ବ ଦଳରେ ବୁଲା କୁକୁରମାନଙ୍କ ସହିତ ଲଢ଼େଇ କରିବି ଶିବା ସ୍କୁଲ ଯିବା ବୟସରେ ଟ୍ରେନ ଆଉ ବସରେ ଚଢି ଲୋକଙ୍କର ପକେଟ ମାରିଛି ଦୁଷ୍ଟାମି କରି କେବେ ବାପାଙ୍କ ହାତରୁ ମାଡ଼ ଖାଇନି ଲୋ ରାନୀ ଯଦି କେବେ ମାଡ଼ ଖାଇଛି ସେ ଦଳ ପୋଲିସ ହାତରୁ ଲାଠି ମାଡ଼ ଖାଇଛି ଛୋଟବେଳୁ ଅନେକ ଦିନ ମୋର ଜେଲ ସେଇ ହାଜତ ଭିତରେ କଟୁଛି ଆରେ ପରେ ତୁ କହ କେମିତି ବୁଝିବି ମୁଁ ଏ ଦୁନିଆରେ ମା ଭଉଣୀର ମୂଲ୍ୟ କଣ କହବେ ମତେ ଏ ଶିବା ମୁଁ ଯଦି ତୋର ଭଉଣୀ ହୁଏ ଏ ରାନୀ, ମୁଁ ଯଦି ତୋର ମା ହୁଏ କହୁନୁ କାହିଁକି ଆରେ ତୁ ମୋ ଭଉଣୀ ହବୁ ହଁ ତୁ ମୋ ମା ହବୁ ହଁ ମୁଁ ତୋର
ଏବେ ବି ମନୁଷ୍ୟ ଅଛି ଧନ୍ଦା ଧନ୍ଦା ବାଟରେ ମନୁଷ୍ୟ ପଡ଼ିଆ ମନୁଷ୍ୟ ପାଖରେ ଧନ୍ଦା ନ କଲେ ଖାଇବୁ କଣ ବଞ୍ଚିବୁ କେମିତି? ସୂର୍ୟ ବାବୁର ଛତ୍ର ଛାୟା ତଳ ଅଛି ବୋଲି ପୋଲିସ ତତେ ଦେଖି ଆଖିରେ କଳା ପଟି ବାନ୍ଧିବେ। ଯୋଉଦିନ ଘନା ଘୁଷୁରିର ହାତଟା ତ ମୁଣ୍ଡ ଉପରୁ ଉଠିଯିବ ପୋଲିସ ତତେ ପୋକ ମାଛି ପଡ଼ି ଗୁଳି କରିଦବ। ଏ ଗୁଳି କରିଦଉ ପୋଲିସ ମତେ ମରିଗଲେ ଗୋଟେ କଳଙ୍କିତ କରିଯିବ। ଆଉ ତୋ ବାପା ମତେ ହରେଇ କୋଣେ ବଞ୍ଚିପାରିବ? ଆରେ ତୋ ବାପାର ଠିକଣା ଖୋଜିବାକୁ ଯାଇ କେତେ ବାଟ ପର୍ଯ୍ୟନ୍ତ ଚାଲି ଆସିବୁ? ତୁ କଣ ତୋ ବାପାକୁ ଚାହିଁବୁ? ମୁଁ ମୋ ବାପାର ଠିକଣା ଚାହେଁ। ଆରେ କୁହ କିଏ ମୋ ବାପା? କୋଣ ତାଙ୍କ ପରିଚୟ? କୋଉଠି ସେ ରୁହନ୍ତି? କହିବି ସବୁ କହିବି। ପ୍ରଥମେ ଟାର୍ଗେଟ ପୂରଣ କରିବାକୁ ପଡିବ। ତମ ଟାର୍ଗେଟ ହେଲା ସେ ଆନନ୍ଦ ଶଙ୍କର ମହାପାତ୍ର ସମଗ୍ର ସଫଳ ଡେଟ୍ ପଞ୍ଚା ଟଙ୍କା ମଣିଷ ମାରିପାରିବିନି। ମୁଁ ବି ତ ବାବାର ଠିକଣା ତୋତେ ଯାଇପାରିବିନି। ବୁଝୁଥା ବାପା ବାପା ବୋଲି ଚିତ୍କାର କରୁଥା ଯୁଗ ବିତିଯିବରେ ପୁଅ ବାପର ଠିକଣା ପାଇବୁନି। ଅବୁଝା ହନା ଶିବା ଅମ୍ବିକା ବାବୁଙ୍କ କଥାରେ ରାଜି ହେଇଯା। ଆରେ ଥରଟା ବୁଝାଲି ଉଠା କଥା ମାନି ମୁଁ ତରକ ବୁଝାଲି। ତାପରେ ଯଦି ମତେ ମୋ ବାପାର ଠିକଣା ନବେ ମୁଁ ତୁମ ଦିଟା ଆଗକୁ ଗଡ଼ ଗଡ଼ କରି ହାରିବି। ଆସୁଛି ଅମ୍ବିକା ବାବୁ। अम्बिका प्रसाद चक्र शैतान दादा मेरा खेलिबारे नहीं गोटी चावलारे उस्ताद। ହେଲେ ସେ ସପନଟା ଉପରେ ଆପଣଙ୍କ ସ୍ଥାନ କ'ଣ? शेष श्रमिक मानकर नेता साजिଛି नेता। ଶ୍ରମିକ ମାନେ ମଧ୍ୟ ତା କଥାରେ ଉଠବସ ହେଉଛନ୍ତି। ଶେଷରେ ତାକୁ ରାସ୍ତାରୁ ହଟାଇ ଦେଲେ ନା ରହିବ ବାଉଁଶ ନା ବାଜିବ ମଇଁଷି। ମାନିବାକୁ ପଡ଼ିବ ଆପଣଙ୍କ ବୁଦ୍ଧିକୁ। ସପନଟାକୁ ମାରି ସାରିବା ପରେ ଶିବାକୁ ତା ବାପର ଠିକଣା କେମିତି ଦେବେ? ବାବାକୁ ଯୋଉଠି ପଠାଇ ଦିଆଯାଇଥିଲା ଶିବାକୁ ସେଇଠିରେ ପଠାଇ ଦିଆଯିବ। ମାନେ ରାମ ନାମ ସତ୍ୟ ହେ। ତା ବାବାକୁ ଯୋଉଠି ପଠାଇ ଦିଆଯାଇଥିଲା ଶିବାକୁ ବି ଏଇ ଠିକଣାରେ ପଠାଇ ଦିଆଯିବ। ଶିବା ମରିଗଲେ ଧନ୍ଦା ସବୁ ମାନ୍ଦା ହେଇଯିବ ଯେ। ଶିବାଟା ବଞ୍ଚି ରହିଲେ ଘନା ଘୁଷୁରିଆ ଆଉ ମୋ ପାଇଁ କଣ୍ଟାଟା ପଦରେ ଫୁଟିବା ପୂର୍ବରୁ କଣ୍ଟାଟାକୁ ରାସ୍ତାରୁ ହଟେଇ ଦେବା ବୁଦ୍ଧିମାନର କାମ ନା। ମାନିବାକୁ ପଡ଼ିବ ଆପଣଙ୍କ ବୁଦ୍ଧିକୁ। ରାସ୍ତାର ବନ୍ଧ ବେପାର ରାସ୍ତା ଉପରେ ମଦ ବି ହଙ୍ଗାମା କରିବୁ ହାତ ଭିତରେ ପୁରେଇ ଦେବି ଯେ ନାମ ନବୁ। କାଲି ସେ ଖାକି ଭଦ୍ରା ପିନ୍ଧୁଛୁ ବୋଲି ରନ୍ଧ୍ରିଆ ଦେଖାଇ ହଉଛୁ। ଖାକି ଭଦ୍ରା ଖୋଲିଦେ ଏଇଠି ଦେଖିବା ଅଣ୍ଟିରା କିଏ? ଆବେ ଚୋରି ତାପରେ ସିନା ଚୋରି। ସେ ଖାକି ଭଦ୍ରା ପିନ୍ଧୁଛୁ ବୋଲି ରନ୍ଧ୍ରିଆ ଦେଖା ହଉଛୁ। ସେ ଖାଲି ଖାକି ଭଦ୍ରା ଖୋଲିଦିଏ ଏଇଠି ଦେଖିବା ଅଣ୍ଟିରା କିଏ? ୟୁ ବ୍ଲଡି ରାସ୍ତା ଉପରେ ତୁ ହଙ୍ଗାମା କରିବୁ ଆମେ ଏଇଠି ମୁଁ ବସି ଦେଖୁଥିବି ନାଇଁ ତତେ ଆଜି ଏଇଟା ଗୋଏନ୍ଦା ମାରୁଛୁ କାଇଁ? ଏଇଟା ଗୋଏନ୍ଦା ମାରିଲେ ସାଲାଟା ମରିଯିବ। তুই সসপেন্ড হয়ে ঘরে বসিবু।
এটা কোনটা মারিলে তুই সসপেন্ড হই ঘরে বস এটা করেছে তো রাস্তা উপরে মতো বি হঙ্গামা করছি সালা রাস্তা উপরে মদ দোকানটা হয়েছে সে মদ দোকানি মালিক মনে করা कुछ भी दाढ़ी পারুন সালা রাস্তা উপরে মদ পি দেলে তো পুলিশ কলন্দর উড়ুচি গায়েবো ও বুঝি গলি সে সালা মদ দোকানটা অক্সিস দউছি এ সালা মধুয়াটা অক্সিস দেই পারুন ସେଥିଲାଗି ତୋରି ପରିକା ପୋଲିସ ବଲ ଏଠି ମର୍ଦ୍ଦଙ୍ଗୀ ଦେଖାଉଛନ୍ତି ଏଠି ଲାଙ୍ଗୁଡ଼ ଦେଖାଉଛନ୍ତି ମନା କୁକୁରିଆ ପାଟିରେ ଲଗାମ ଦେଇ କଥାବାର୍ତ୍ତା କର ତା ନହେଲେ ମୁଁ ତତେ ଉଚିତ ଲେସନ ଦେବି डिपार्टमेंट एसब के डिपार्टमेंट देखौछि डिपार्टमेंट रखबे तो डिपार्टमेंट जा तो सीनियर एसपी डीजी आईजी को पछारी हमरा मुई आई मुई विचारपति मुई सुप्रीम कोर्ट ହେଲା ସମୟକୁ ଅପେକ୍ଷା କର ତୋ ସହିତ ମୋର ପୁଣି ଥରେ ମୁଲାକାତ वेलकम करूछि रे तोके मुई चाहि रहिली केबे आइबो ଆସୁଛି ଗୁଡ୍ ବାଏ थोड़ा हरामी 25,000 टका इंस्पेक्टर अरे बा तू आज मते जेतिकी मारिछु ता आसीबो मु तते ठीक सेतिकी मारिबी ओ सुमन बाबू घबरा काइको पूरा भी समय आइबो से साला तू के जेंता मारिछि तुई ताको जेंता मारिबो सतरे बाबू तुमे मोर शब्द विलास पूर्ण करछ मु भी तुमको कथा दउछि तुमे जेते बेले जहा कहबो मु सब करिबी ता ऊपर मोर भरोसा अछि रे जा सावधान रे घर को जा नहीं तो तुई कहिले मोर लोक तुके छाड़ी दे नो थैंक्स मु चली जाई करिबी आसुछि गुड बाय ए ऊपर वाला ए सालाटा पूरा जनतारे पड़ी गया एबे मु जनता कहली ए साला जनता नाचिला से खुशी रे घर गोसुरिया चांदो बदिला अरे किनरे नाचला जमुना ए जमुना अरे कुआरे गलु जमु କଣ ହେଲା ଏତେ ଜୋର କାଇଁ ପାଟି କରୁଛ अरे मु कोन पार्टी करूची कथाटा तू सुनिले तो पाद तळु माटी खसी जीव ଆରେ କଥାଟା କଣ ହେଇଛି ଖୋଲି କହିଲେ ତ ଜାଣିବି अला हमर होल बाहाये घर को नुआ बहु नहीं आसु କଣ କହିଲ ତମେ କଣ କହିଲ ରୋଟା ପାଇଗଲା ଅଜ ଚାମୁଠି ଚଢେଇ ଲାଗି ଆଉ ମୁଁ ଚଢିଥିଲେ ଆମେ କଣ ମନା କରିଥାନ୍ତେ ରେ ବାପା ଜଗନ ଘରେ ଅଛୁ ରେ ଯାହାକୁ ଦିଆ ବସିଲା ତାକୁ କିଆ ଫୁଲ କରି ବାସିଲା ବୁଝିଲୁ ଜଗନ ଆରେ ଏ ଘରକୁ ବହୁ ବାସ କରନ୍ତି ରେ ବଡ ଘରର ଝିଅ ତୋ ମାଲିକର ଭଉଣୀ ବା
ହେଲାଣି ମଧ୍ୟ ଅମ୍ବିକା ବାବୁ ତାଙ୍କ ଭଉଣୀକି ଏକ ବୋହୂ କରି ପଠେଇଲେ। ଆରେ ଏକଥା ସତ୍ୟ ନା ସ୍ୱପ୍ନ? କିରେ କଥାଟା ଏକଦମ ସତ ବୁଝିଲୁ। ସିଏ ହଉଛନ୍ତି ସାକ୍ଷାତ ଦୟାର କେଦାର କୁଞ୍ଜ। ଅମ୍ବିକା ବାବୁଜୀ ଏତେ ଟଙ୍କା ତୁ ଆଣି ଖର୍ଚ୍ଚ କରିବୁ କହୁଛୁ କିରେ? ସେଇଠି ଭୋଜିଟା ହେଲେ ଭଲ ହବ। କାକା ସେ ଧନୀ ଘରର ଝିଅ ରହିଥିଲେ ବି ଆମେ ତାକୁ ଏ ଘର ବୋହୂ ଭାବରେ ଗ୍ରହଣ କରିଥାନ୍ତୁ, କାରଣ ଆମେ ଜାଣିଛୁ ଆମ ରୋହନର ଚଏସ୍ କେବେ ଖରାପ ହେଇନଥିବ। ହେଲେ ସେ ଗରିବ ଘରେ ଚଳିପାରିବେ ତ? ତମେ କାହିଁକି ବ୍ୟସ୍ତ ହଉଛ? ମୁଁ ଅଛି ନା, ମୁଁ ସବୁ ବୁଝିଦେବି। ଠିକ ଅଛି ବାବା, ତୋ ପରେ କି ହବ କହୁନୁ? ତୁ ତା ଠିକ ସଂସଳା ତାକୁ ଶିଖେଇ ଦବୁ, କାହିଁକି ନା ତୁ ପୁରା ହଉଛୁ ପୁରା ଲକ୍ଷ୍ମୀ ଠାକୁରାଣୀ। କାକା ସେ ମୋ ସାନ ଯା ନୁହେଁ ତ, ମୋ ସାନ ଭଉଣୀ। ତମେ ଦେଖିବ ଧୀରେ ଧୀରେ ଓଳିଆ ଘରର ସଂସ୍କାର ସବୁ ଶିଖେଇ ଦେବି ତାକୁ। ସେଥିରେ କଣ ତୁମକୁ କିଏ ପାରିବ? କିଏ ବାପା କଥାରେ ଟିକେ କେଁ ରହିଗଲା ରେ। କାକା ଏ ପୁଣି କଣ କାକା? ଆରେ ବାହାଘରଟା ସିନା କାଲି ସରିଗଲା, ହେଲେ ଚତୁର୍ଥୀ ଭୋଜିଟା ସେଇଠି ହବ। ଏଇଟା କେମିତିଆ କଥା କହିଲ? କିରେ ପାଗଳା, ସିଏ ପରା ଅମ୍ବିକା ବାବୁ ତୋ ଘରକୁ ଭୋଜି କରିବାକୁ ରାଜି ହେବା। ତୁ କାହିଁ ତାରୁ ତମେ ଦି ଜଣ ବରଂ ଥିବ ବାବୁ ବାବୁ ରହିବା, ନୂଆ ଶେଷ ନୂଆ ଶାଢ଼ୀ ପିନ୍ଧିକି ହାତକୁ ହଲେଇ ହଲେଇ ଯିବ। ସେଠି ଭୋଜି ଖାଇବ, ବର କନ୍ୟାକୁ ଆଶୀର୍ବାଦ କରିକି ଆସିବ ହେଲା। ମୋ ଭାଇର ଚତୁର୍ଥୀ ଭୋଜି ମୋ ଦୁଆର ନ ହୋଇ ତା ଶ୍ୱଶୁର ଦୁଆରେ ହବ। ଏକଥା ସାଇ ପଡ଼ିଶା ଜାଣିଲେ କଣ ଭାବିବେ? କିରେ ସାଇ ପଡ଼ିଶାରୁ ତୋତେ କଣ ମିଳିବ? ଦେଖିବୁ ସିଏ ଘରକୁ ଆସିଲେ ତୋର ଘରଟା ଶ୍ରୀମନ୍ଦିର ହେଇଯିବ। କିନ୍ତୁ କାକା ଖାଲି ଶ୍ରୀମନ୍ଦିର ହବନି, ଗୋଡ଼ ଉପରେ ଗୋଡ଼ ଥୋଇ ହୁକୁମ ଦବୁ ହେଲା। କିରେ କହୁଛ ମୁଁ ଯାଉଛି ବାପା, ବାବା କହିଦେବେ ମୁଁ ତତେ ଜଣେଇଦେବି। ମୁଁ ଆସୁଛି। ଯମୁନା, ମତେ କାହିଁ ଭାରି ଡର ଲାଗୁছিল ଯମୁନା। ସେମାନେ ମୋ ଭାଇକୁ ମୋଠୁ ଛଡ଼େଇ ନେବେନି ତ? ତମେ କାହିଁକି ବ୍ୟସ୍ତ ହଉଛ? ରକ୍ତ ଠାରୁ ରକ୍ତ କଣ କେବେ ଅଲଗା ହେଇପାରେ? ଭାଇ ଭାଉଜ ମାନେ ଆରେ କଣ ମୋ ମାନେ ହଉଛ? କଣ ହେଇଛି? ମୁଁ ବାହା ହେଇସାରିଛି। କାହାକୁ କିଛି ନ ଜଣାଇ ପରିସ୍ଥିତିରେ ପଡ଼ି ମୁଁ ଏସବୁ କରିଛି। ହେଲା ବାବା ହେଲା, ତମେ ସେଥିପାଇଁ ନିଅ ବଡ଼ ଦାଣ୍ଡ ଠିଆ କରି ଆସିଛ। ଆରେ ଯାଅ ତାକୁ ଘର ଭିତରକୁ ଡାକ। କି ବୁଦ୍ଧି ଯେ ତୋର? ଆମକୁ ନ ଜଣେଇ ବାହା ହେଇଗଲୁ, ବୋଉଟାକୁ ଦାଣ୍ଡ ମଝିରେ ଛିଡ଼ା କରି ଏଠି ଆସି ସଫେଇ ଦଉଛୁ। ଆରେ ଯମୁନା, ଆରେ ତମେ ନହେଲେ ଯାଅ। ଭାଉଜ ମୁଁ ନେନାକୁ ଡାକି ଦଉଛି। ନେନା, ଆରେ ଭିତରକୁ ଆସ। ହଟ ସାମାନିକି ଘଟ। କଣ କହିଲ? ଆସ, ଘଣ୍ଟାଏ ହେଲା ଦାଣ୍ଡରେ ଠିଆ କରିଛ, ଏଠି ସୁଆଗ କରୁଛ ନାଇଁ? କଣ କହିଲ? ଆସ। ଘର ଭିତରକୁ ପଶି ମୁଣ୍ଡ ବାଜିଲାଣି। ଘର ନା ଗୁହାଳ ଘର? ଇଏ କଣ ମଣିଷ କିଏ? ନେନା, ତମେ କାହାକୁ କଣ କହୁଛ? ଆଉ ସେମାନେ ପରା ମୋ ଭାଇ ଭାଉଜ। ଯାଅ ତାଙ୍କ ପାଦ ଧରି ଦିଅ। What? ମୁଁ ତାଙ୍କର ପାଦ ଧରି ଦେବି? ରୋହନ, ତମେ ପାଠ ପଢିକି ଡକ୍ଟର ହେଇଗଲ, ତମର ମୂର୍ଖାମି ଗଲାନି। ଆରେ ବାବା, ତାଙ୍କ ପାଦ ଧରିବେ, ସଂକ୍ରାମକ ଜୀବାଣୁ ଥିବ, ସେଗୁଡ଼ା ସବୁ ମତେ ଆସିଯିବନି। ଠିକ୍, ଏକଦମ ଠିକ୍। ହେଲେ ତମ ଦ୍ୱାରା ଯେ HIV ଭୂତାଣୁ ନଥିବ
ତମ ସାନ ଭାଇ ନା ଜୀବନ ବୋଲି ନାଇଁ ତ ମୋ ପରିବାର ବିଷୟରେ ମୁଁ ତମକୁ ଆଗରୁ କେବେ କିଛି କହିନି। ଭାଇ କହୁ କି ନ କହୁ ତମ ମୋ ନାଟାକେ ଏତେ ଯାଏ ମନେ ରଖିଛ ସେଥିପାଇଁ ଧନ୍ୟବାଦ। ଜୀବନ ଆରେ ତୁ କଣ ନେନା ଭାଉଜକୁ ଆଗରୁ ଚିହ୍ନିଛୁ? ଏମିତି ଖିଲାଡ଼ିକୁ କିଏ କେବେ ଭୁଲି ଯାଇପାରେ ଭାଇ? ଆଇ ମିନ୍ ଟୁ ସେ ଆମ କଲେଜ ଖେଳରେ 1 ନମ୍ବର ଖିଲାଡ଼ି ୟାଙ୍କୁ କଣ ଏତେ ଶୀଘ୍ର ଭୁଲି ହବ? ତାମାନେ ତମେ କ୍ଲାସମେଟ୍? ହଁ ହଁ ଆମେ କ୍ଲାସମେଟ୍। କଣ ଭାଉଜ ଓ ଭାଇ ଭାଉଜଙ୍କ ପାଦ ଧରି ନେବ ନା ଏଚଆଇଭି ଟେଷ୍ଟ କରି ଆସିବ? କଣ ତମେ ମତେ ଧମକ ଦଉଛ? ଧମକ କରୁନି ଓଡ଼ିଆ ଘର ରୀତିନୀତି ପରମ୍ପରା ତମକୁ ବୁଝାଇ ଦଉଛି ବୁଝାଇ ଦଉଛି। ଯଦି ମୁଁ ତାଙ୍କ ପାଦ ଧରି ନ ନିଏ ଘରୁ ଦୟା ଧରି କାଢି ଦେବି। ଦେଖୁଛ ସେ ଇଡିଟା କେମିତି କହୁଛି? ଜୀବନ ଆରେ ତୁ କହିବା ସୀମା ଟପି ଯାଉଛୁ ତ ପାଟି ଗୁଡ଼ିକ ଲଗାନ୍ତେ। ବାବା ବାବା ତାର ବଡ଼ ଲୋକିଆ ଘରର ଚରିତ୍ର ମାନିଗଲି ଆଉ ଦେଖିଲି ଗୋଟେ ବଡ଼ ଲୋକିଆ ସୁନ୍ଦର ସ୍ତ୍ରୀ ଆଗରେ ମୋ ଭାଇଟା କିପରି ମେଣ୍ଢା ହେଇଯାଇଛି ମେଣ୍ଢା। ଆରେ ସେ ମୋ ଭାଇ ଭାଉଜକୁ ସଂକ୍ରାମକ ରୋଗୀ କହିଲା ତତେ ଭଲ ଲାଗିଲା ମୁଁ କଣ ଟିକେ ତୋ ସ୍ତ୍ରୀକି କହିଦେଲି ତୋ ଛାତିଟା ଖୋଲା ହେଇଗଲା। ଏ ଜୀବନ ଆରେ ତୁ ଟିକେ ଚୁପ ହେଇଯା। এই ঘরটা ভিতরে এমনি পাটি তু ন কলে সাই পড়িশা জানিবে আমাকে সেমানে টাই ডবরা করিবে। আরে কথা বলে তোতে ভাল লাগিব? ରୋହନ ଆଉ ତମେ ତାକୁ ଘର ଭିତରକୁ ନେଇ ଯାଅ। ସେଇଠି କିଛି ଦିନ ରହିବା ପରେ ମୁଁ ତାକୁ ଧୀରେ ଧୀରେ ସବୁ କିଛି ଶିଖେଇ ଦେବି। ମଣିଷଟା କି କୋଉ ଚିଡ଼ିଆଖାନାରେ ପହଞ୍ଚିଗଲା କେଜାଣି? এইটা যদি চিড়িয়াখানা হুয়ে তবে সে চিড়িয়াখানার জনগণ জন্তু কারণ চিড়িয়াখানাକୁ বড় মଣିষ মানে রহিବାକୁ ଆସନ୍ତିନି ଆସନ୍ତି ତମ ପରି ଅମର ଶୈଳୀ ରହି। ହଟ ସାବନ କି ଖଟ। ମୋର ଯଦି ପ୍ରକୃତ ପରିଚୟ ତମେ ଜାଣିପାରିବ ତମ ପାଟିରେ ତମେ ପ୍ୟାଣ୍ଟ ପକେଇଦବ। ଜାଣିଛି ଜାଣିଛି ତମ ପରିଚୟଟା ନା ମତେ ଅଛପା ନାହିଁ। হাত ধরুছি রে। আরে তুই টিকে চুপ হয়ে যা। ନା ମୁଁ ଚୁପ ହେଇପାରିବି ନାହିଁ। ବଡ଼ ସଂସ୍କାର ନଥିବା ଅଧାନ ଗୁଳି ଝିଅକୁ ମୋ ଭାଉଜର ସେଠି ତମ କେବେ ଦେବି? এই জীবন ତମକୁ ମୋର ଆରେ କଥାରେ ନ ପଡ଼ି ତମେ ଟିକେ ଚୁପ ହେଇଯାଅ। ତମକୁ ତମର ଏ ମୋର ନିୟମ। ତମେ ସିନା ଜୀବନଟାକୁ ରାଣ ଦେଇ ଆଜି ଚୁପ କରିଦେଲ ହେଲେ ଆମ ସାମ୍ନାରେ ଠିଆ ଥିବା ଯୋଉ ନାଗୁଣୀଟା ନା ଆମକୁ ପ୍ରତ୍ୟେକ ମୁହୂର୍ତ୍ତରେ ଦଂଶନ କରିବ। ଆଲେ ଏଇନେ ନା ଜୀବନଟା ପିଲା ଲୋକ ପିଲା ଲୋକରେ କଣ ତତେ କହିଦେଇଛି ତା କଥାକୁ ଧରିବନି। ଆସିଲୁ ଆମେ ଘର ଭିତରକୁ ଯିବା। ଘଟ ସାବନ କି ଘଟ। ଦେହରୁ ଘୋଳ ଘୋଳ ଆସି ଯାଉଛି ଗନ୍ଧ ହଉଛି ଅସନା ଶାଢୀ ପିନ୍ଧିଛି ସେଥିରେ ପୁଣି ମୋଡ଼ିକି ମାରି ଯାଉଛି। ଜୀବନ ଶୁଣ ସମସ୍ତେ ଶୁଣ ଏ ଘରେ ମୁଁ ରହିବିନି। ଏବେ ଏଇ ମୁହୂର୍ତ୍ତରେ ମୁଁ ଏ ଘର ଛାଡ଼ି ଚାଲିଯିବି। জীবন পাই মু তোটি ভুল মাগুছি। যদি তুমি এই ঘর ছাড়ি চালি যাব তাই পড়ি যাও আমাকে টাইট ডবরা করিবে। জানিবা তুমি এই ঘর ছাড়ি যাওনি। ଥାଉ ତମର ଶୁଖିଲା ସୁଆଗ ସେତିକି ଥାଉ। ତମର ସାଇ ପଡ଼ିଶା କଣ କହିବେ ସେଥିରେ ମୋର କଣ ଯାଉଛି? ମୁଁ ଏ ଘରେ ରହିବିନି। ମୁଁ ଏବେ ଘରୁ ଯିବି ମାନେ ଯିବି। ଯୋଉ ଘରେ ପାଦ ଦଉ ଦଉ ଚାଳରେ ମୁଣ୍ଡ ବାଜିଲାଣି ସେ ଘରେ ରହିବା ଅନୁଚିତ। ଚାଲ ଯିବା। ଆରେ ତୁ ପରା ଏ ଘରର ପୁଅ। আরে বহুটাକୁ ନେଇ କୁଆଡେ ଯିବୁ? আরে লোকে কোন কইবে? আলে এই না
तते समस्त को सामने रे बेइज्जत करी तमे दी जण ताकू बड़ाई बड़ाई शासन करो नहीं एटा परमरो गेला भाईटा पिलाडी दिन रुआगी जाए तमे काना पड़ी कथा पति ए कहिनी तमे कोरे बा আজি তা উপরକୁ হাত উঠাই মারিবি কেমিতি পারিবিনি রে মামু পারিবিনি तम भाई की तमे गेलो करो किंतु मु ए घरे रहिबिनी ভাই আউজা তমে মানে যদি মতে হাত উঠাই মারা মারিলে ঘর শান্তি ফেরে আসে মতে মারো ভাউজা মতে মারো ভাই মুটি কেবে প্রতিবাদ করিবিনি মুন্ড পথে সবু সহি केमिति हाथ उठेई बारिबे मु छोटा बड़वा जिते सब बड़े लो खाली धरी बुलुता भाई न तमे तमे खाई बनी से दिया तो गुस्सा करे बहुत गुस्सा के बसे खड़े न देखले मुंह को फुलाई से बसे हाजी हाजी वहां तो देख के मुझे मारे পারিবনি রে পাগেলা আমি তো উপরକୁ হাত উঠেই পারিবনি তমে যদি মজা শোনা না একলে যাচ্ছি সত করে কৌছি তাকে মারো মজা শোনা মারা খাইবা মারা মতে মারো আর যমুনা ଆଉ ଛିଡାଇଲୁ କାହିଁକି ଏ ଯମୁନା ଦୁଃଖ ଯଦି ଭାଗ୍ୟରେ ଲେଖା ତୁ ସୁଖକୁ ଖୋଜିଲେ ପାଇବୁ ନାହିଁ ଏଠି ପରା ଆଖିର ସପନ ଲୁହର ଧାରା Thank you.
କାଲି ଆମ ବାହାଘର ତମେ ଲାଷ୍ଟକୁ ସାଦା ବେଶରେ ଆମ ଘରକୁ ଆସିବ। ଆଉ ତମେ ତମେ ସାଧା ପୁଅ ବେଶ ହୋଇ ପକ୍ଷୀରାଜ ଘୋଡ଼ା ଚଢ଼ି ମତେ ତମ ଘରକୁ ନେଇଯିବ। ସତେ ରାନୀ ମୋ ବାପା ପାଇଁ ଆମ ପ୍ରେମ ସାକାର ହେଇଛି, ମୋ ସ୍ୱପ୍ନ ପୁରା ହେଇଛି। ଆମେ ଦୁହେଁ ପ୍ରେମୀ ଯୁଗଳରୁ ଦାମ୍ପତ୍ୟ ଜୀବନ କରିବାକୁ ଯାଉଛେ। ଏଇ ମତେ ନା ଏବେ ବି ଏସବୁ ସ୍ୱପ୍ନ ଭଲ ଲାଗୁଛି। ତମେ କୋଉଠି ଆଉ ମୁଁ କୋଉଠି। ତା ଛଡ଼ା ଭଗବାନଙ୍କ ବିଚିତ୍ର ଲୀଳା ଦେଖୁନ, ଆମେ ଦି ଜଣ ଆଜି ଏକାଠି ହେଉଛେ। ଆମ ପ୍ରେମ ଅମର ଆଉ ଶାଶ୍ୱତ। ମନ ସହ ମନ ଯେତେବେଳେ ମିଶିଛି ତାକୁ କିଏ ବାହାର କରିବ? ସତ अरे किए सेठी झड़ वर्षा को देखी जहा सुरक्षा रे फेरी गलेनी हेले तमे पड़े जा नदी बंचीबा को चाहूच जीवन नहीं पड़े जा नदी बंचीबा को चाहूच जीवन नहीं पड़े जा ଇଏ ତୁମେ କଣ କହିବାକୁ ଚାହୁଁଛ? ଚାରିଆଡ଼େ ନିସ୍ତବ୍ଧ ଦୁହାକୁ ଦୁହା ବର୍ଷା ବିଜୁଳି ଚମକୁଛି ହଣହଣି ଶବ୍ଦରେ ଭୟାକୁଳ ଭାବ ସୃଷ୍ଟି ହେଉଛି। ପଳେଇ ଯାଅ ଯଦି ବଞ୍ଚିବାକୁ ଚାହୁଁଛ ଜୀବନ ନେଇ ପଳେଇ ଯାଅ। ପାଗଳ ଆପଣଙ୍କୁ ଏ କି ପାଗଳ ହୁଏ? କାହିଁକି ଆପଣ ଏମିତି ଡରଉଛନ୍ତି କହିଲେ? ଅନ୍ଧାର ଘୋଟି ଆସିଲାଣି, ନିଶାଚର ମାନଙ୍କର ଶବ୍ଦ ଶୁଭିଲାଣି। ଅନ୍ଧାର ଯେତିକି ଘନେଇ ଆସିବ ଶୈତାନ ମାନଙ୍କର ଉତ୍ପାତ ଆରମ୍ଭ ହୋଇଯିବ। ପଳେଇ ଯା ଜୀବନ ନେଇ ପଳେଇ ଚାଲ ରାଣୀ, ବର୍ଷାର ଯାଇ ଘରକୁ ଚାଲିଯିବା। ଚାଲ ସପନ ଆମେ ପଳେଇଯିବା। शंभू बाजिले शैतान सवार हुए शैतान सवार है एने कहार गोटे जीवन जा ତମେ ଆମେ ଆସିଛୁ ଟୋକି କି ଉଠେଇ ନବାକୁ ଆଉ କାମ ଖାରେ ଶିଶୁର ଟିକା ଲାଗିବା ପୂର୍ବରୁ ଭୟଙ୍କର ଟିକା ପିନ୍ଧେଇ ଦେବାକୁ चलो जाने दो भोला घुसुरिया पाखरे तू भगवान
এই যে কহ কহ মোরানি কেউঠি রে কহ ওরা ঘুষুরিয়া যদিরে সবাস দিয়া আগর ঘুষুরি চরাউথলি অবি মনীষ চরাউছি এ সালা বেশি গরম খাওয়া নাই বেশি গরম হেলে তোকে নরম করিবকু মুকে বেশি সময় লাগিব অভ্যাস কাহিଁକି କଣ ପାଇଁ ମୋର ଅପରାଧ କଣ ତେଣୁ ମୋତେ ମାରିବାକୁ ଚାହୁଁ କଣ ପାଇଁ দুশ তোরা নাই রে দুশটা তো গোপাল শেষরে আনন্দ শঙ্কর দিনে সাক্ষী পড়ি মুকে জেল পঠাইছিল ফির সালা বস্তি বালাঙ্ক নেতা সাচি মোর রাস্তারে অন্তা হଉଛି তাকে মই এন্তা সেন্তা মারিবি নাই রে তড়পাই মারি ଆଉ ତା ପୂର୍ବରୁ ତତେ ମୁଁ ଏଠି ଲାଶ ସଜାଇ ଦେବି ଲାଶ राम नाम सत्य है करी दे শয়তান প্রতিকে অধিক জানোয়ার প্রতিকে কম এ শিবা হান্ডিয়া পিলে শয়তান মদ পিলে ডেঞ্জার শিবা হান্ডিয়া মদ দুইটা কমিছিল শিবা নুহেবে এ শিবার অতিষ্ঠিত কথা কহে साला खड़ा बसूरिया ऊपर के हाथ उठै छु बोल नमो नमः हे ऊपर वाला ए साला तू एंता बुद्धि काई को देला रे রক্তাক্ত করে দেবি না পিটি পিটি ডেড বডি সজাই দেবি ନାଇଁ ନାଇଁ ମୋତେ ମାରନି କାଲି ମୋ ବାହାଘର ମୋ ବାପା ଖୁସି ମନେ ମୋ ବାପାକୁ ଚାହିଁ ବସିବ ଘରେ ମୋ ଡେଡ୍ ବଡି ଦେଖି ସେ ହାତ ସହିପାରିବନି ନାଇଁ ମୋତେ ଛାଡ଼ି ଦିଅ हे तो मुरा दरका ए सालाटी तड़पाई मारिब दरका ନାଇଁ ନାଇଁ ମୋତେ ଛାଡ଼ି ଦିଅ ମୋତେ ମାରନି তোকে ছাড়িদেলে সীমাটা ଯିବେ ଘର ହେଇଯିବ ତୁ ଚଳ ଆଜି ଏଇଠି ମରିବୁ ତତେ ମୁଁ ଆଜି ରାମ ନାମ ସତ୍ୟ ହେ କରିବି